ଆଜି ରାତିର 10ଟି ବଡ଼ ଖବର। ମଣିପୁର ଥୋଇବଲରୁ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ। 6713 କିମି ଯାତ୍ରା ଆରମ୍ଭ କଲେ ରାହୁଲ ଗାନ୍ଧୀ। କୋଭିଡ ସମୟରେ 40,000 କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି। ତୃଣମୂଳ ସ୍ତରରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ଦଳ। ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରଠାରେ ଥିବା ଓୟୋ ରୁମ୍ରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ। ଭଉଣୀ କହିଲେ ରାସ୍ତାରୁ ଉଠାଇ ନେଇ କରାଯାଇଛି ଦୁଷ୍କର୍ମ। ପେଶା ଅଧ୍ୟାପକ କିନ୍ତୁ ନିଶା ଠକେଇ। ଭିଜିଲାନ୍ସ ଏସ୍ପିର ପରିଚୟ ଦେଇ ବନ୍ଧା ହେଲେ ମୟୂରଭଞ୍ଜ ଜିଲ୍ଲାର ମନୋଜ ମାଝୀ। ଲୋୟର ପିଏମ୍ଜିରେ ପୁଣି ଗର୍ଜିବେ ଶିକ୍ଷକ। 3 ଦଫା ଦାବିରେ ଜାନୁଆରୀ 29ରୁ ଆନ୍ଦୋଳନ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଚେତାବନୀ। ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକାଙ୍କୁ ହତ୍ୟା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲେ ଜଗତସିଂହପୁର ବଡ଼ଗାଁର 14 ବର୍ଷିଆ ଶୁଭସ୍ମିତା। ଯାଜପୁର ଜିଲ୍ଲା ରାଧାନଗର ଗାଁରେ ଚାଞ୍ଚଲ୍ୟ। ବଳି ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗୁଡ଼ି ଉଡ଼ାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନ କରିବାକୁ ଅପିଲ। ସାଧାରଣ ଲୋକଙ୍କ ଟ୍ୱିଟ୍ କରି ସତର୍କ କରାଇଲା ଓଡ଼ିଶା ପୁଲିସ। ବାଲିଅନ୍ତାର ବ୍ୟବସାୟୀଙ୍କ ହତ୍ୟା ପଛରେ କିଏ? ସନ୍ଦେହ ବଢ଼ାଇଲା ସନ୍ଦିଗ୍ଧ ମହିଳା। ମୃତ୍ୟୁ ସମୟରେ ନିକଟରେ ଥିବା ମହିଳା ଫେରାର। ପାରାଦୀପ ଜାହାଜରୁ 220 କୋଟି କୋକେନ୍ ଜବତ ଘଟଣା। ଅଟକ ଥିବା ଜଣେ କ୍ରିଉ ମେମ୍ବର ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ। ଆଜି ରାତିର 10ଟି ବଡ଼ ଖବରକୁ ଏଇଠି ରଖୁଛୁ। ନମସ୍କାର।